କରିଛନ୍ତି ଯୀଶୁ ଆମ ପାଇଁ, କରିଛନ୍ତି ଯୀଶୁ ଆମ ପାଇଁ। କାଲଭାରୀ କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ। প্রিয় শ্রোতা বন্ধু, প্রভু শ্রীকৃষ্ণଙ୍କ ସର୍ବୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 14 ଅଧ୍ୟାୟର 33 ପଦରେ ଆମମାନେ ଏହିପରି ପାଠ କରୁ। ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ୱରଙ୍କ ପୁତ୍ର। ଦିନେ ସନ୍ଧ୍ୟାବେଳେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ସମୁଦ୍ରର ଆର ପାରିକି ଯିବା ପାଇଁ ବଳାଇଲେ। ଯେତେବେଳେ ନୌକା ସମୁଦ୍ରର ମଝିରେ ଥିଲା, ପ୍ରତିକୂଳ ବାୟୁ ହେତୁ ତାହା ଲହଡ଼ିରେ ଟଳମଳ ହେଉଥିଲା। କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ପ୍ରଭୁ ଯୀଶୁ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ। ପୁଣି ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଇଏ ତ ଭୂତ। ଆଉ ସେମାନେ ଭୟରେ ଚିତ୍କାର କଲେ। କିନ୍ତୁ ଯୀଶୁ ସେହି କ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ, ସାହସ ଧର, ଇଏ ତ ମୁଁ, ଭୟ କର ନାହିଁ। ଜଳ ଉପରେ ପ୍ରଭୁଙ୍କୁ ଚାଲିବାର ଦେଖି ପିତର ଜଳ ଉପରେ ଚାଲି ଯୀଶୁଙ୍କ ନିକଟକୁ ଯିବାର ଅନୁମତି ମାଗିଲେ। ଏଥିରେ ପ୍ରଥମତଃ ପ୍ରଭୁଙ୍କ ପ୍ରତି ପିତରଙ୍କ ପ୍ରେମ ଆମେ ଦେଖିପାରୁ, କାରଣ ସେ ତ୍ରାଣକର୍ତ୍ତା ଈଶ୍ୱର ଅଟନ୍ତି। ଦ୍ୱିତୀୟ ତ ପିତର ଆପଣା ଜୀବନରେ ପ୍ରଭୁଙ୍କ ଅନୁମତି ଲୋଡ଼ିଲେ, କାରଣ ସେ ତାଙ୍କ ଜୀବନର ପ୍ରଭୁ ଅଟନ୍ତି। ତୃତୀୟତଃ ପ୍ରଭୁ ଯୀଶୁଙ୍କ ପ୍ରତି ପିତରଙ୍କ ବିଶ୍ୱାସ ଓ ସଂକଳ୍ପ ତାଙ୍କୁ ସାଂସାରିକ ସୁରକ୍ଷାର ବାହାରେ ପ୍ରଭୁଙ୍କ ଅଟଳ ସୁରକ୍ଷା ମଧ୍ୟକୁ ଯିବା ପାଇଁ ପ୍ରେରଣା ଦେଲା। ପିତରଙ୍କ ସଦୃଶ ଆପଣ ମଧ୍ୟ ଯେପରି ପ୍ରଭୁଙ୍କ ଉପସ୍ଥିତିରେ ସୁରକ୍ଷା ପ୍ରାପ୍ତ ହୋଇପାରିବେ, ଏଥିପାଇଁ ଈଶ୍ୱରଙ୍କ ନିକଟରେ ଆପଣଙ୍କ ପାଇଁ ଆମର ପ୍ରାର୍ଥନା।